ଓଡ଼ିଆ ଜାତିର ପାରମ୍ପରିକ ନବବର୍ଷ ଏହି ଦିନ ଅର୍ଥାତ୍ ଏପ୍ରିଲ 14 ତାରିଖ ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରି ଉତ୍ତରାୟଣ ଗତି ଆରମ୍ଭ କରନ୍ତି। ପଣା ସଂକ୍ରାନ୍ତି ହେଉଛି ଓଡ଼ିଆ ନବବର୍ଷ। ପଣା ସଂକ୍ରାନ୍ତି ଦିନଠାରୁ ବୈଶାଖ ମାସ ଆରମ୍ଭ ହୋଇଥାଏ। ବୈଶାଖ ମାସରେ ପଡୁଥିବା ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଖରା ପ୍ରଖର ହୋଇଥାଏ। ସେଥିପାଇଁ ଦିନ ବଡ଼ ଓ ରାତି ଛୋଟ ହୋଇଥାଏ। ଆଜିଠାରୁ ପାଞ୍ଜି ଆରମ୍ଭ ହୋଇଥାଏ। ଏହି ଦିନଟିକୁ ଆମ ଓଡ଼ିଆ ନବବର୍ଷ ରୂପେ ପ୍ରତ୍ୟେକ ଓଡ଼ିଆ ପାଳନ କରିବା ଉଚିତ। ଲୋକମାନେ ପଣା ସଂକ୍ରାନ୍ତି ଦିନ ସକାଳୁ ସକାଳୁ ନଦୀରେ ସ୍ନାନ କରି ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର ଆସନ୍ତି। ଶିବ ମନ୍ଦିର, ଦେବୀ ପୀଠ ସବୁ ଜାଗାରେ ଦେଖିବାକୁ ମିଳେ ଅନେକ ଭିଡ଼। ବିଭିନ୍ନ ଜାଗାରେ ମେଳା ହୁଏ, ଭୋଜି ମଧ୍ୟ ହୁଏ। ଯେହେତୁ ଛୁଟି ଥାଏ, ବନ୍ଧୁ ମିଳନ ହୋଇଥାଏ। ସମସ୍ତେ એકତ୍ରିତ ହୋଇ ମଜା କରନ୍ତି। ଝାମୁ ଯାତ୍ରା, ହିଙ୍ଗୁଳା ଯାତ୍ରା, ମେରୁ ଓ ଦଣ୍ଡନାଚ ଆଦି ପାଳନ କରାଯାଏ। ଘଣ୍ଟା ପଟୁଆମାନେ ବିଭିନ୍ନ ଜାଗାରେ ଝାମୁ ନାଟ ପରିବେଷଣ କରିଥାନ୍ତି।